କଣ୍ଠରେ ବୈଷ୍ଣ ପଦ କହିବ ମତେ ରାଜାଙ୍କ ମଧ୍ୟରେ ଶେଷ ବନ୍ଦେ ରଘୁନାଥ ବୀରବର ମଧ୍ୟରେ ମୁଁ ବନ୍ଦିଲି ପାର୍ଥ ରସିକଙ୍କ ମଧ୍ୟ ବନ୍ଦେ କୃଷ୍ଣଚନ୍ଦ୍ର ଏକା କାରିଗର ମଧ୍ୟରେ ବନ୍ଦଇ ରାଧିକା ସତୀଙ୍କର ମଧ୍ୟରେ ବନ୍ଦଇ ଜାନକୀ ଋଷିଙ୍କର ମଧ୍ୟରେ ଭଗତସିଂହଙ୍କୁ ଦେଖି ନାରାଜଙ୍କ ମଧ୍ୟ ବନ୍ଦେ ମହାବଳୀଶ୍ୱର ଯକ୍ଷଙ୍କ ମଧ୍ୟରେ ବନ୍ଦିଲି କୁବେର ଆଉ ଶାସ୍ତ୍ରଙ୍କର ମଧ୍ୟ ବନ୍ଦେ ମହାଭାରତ ପୁଷ୍କର ମଧ୍ୟ ବନ୍ଦେ ପୁଷ୍କର ତୀର୍ଥ ପତ୍ରଙ୍କର ମଧ୍ୟରେ ତୁଳସା ବନ୍ଦଇ ଧାତୁ ବିପଣରେ ସୁବର୍ଣ୍ଣ ବନ୍ଦିଲି ମୋହି ଆଉ ପଣ୍ଡିତଙ୍କ ମଧ୍ୟ ବନ୍ଦିଲି ବୃହସ୍ପତି କରି ମଧ୍ୟ ବନ୍ଦିଲି ଐରାବତ ହସ୍ତି ଭାଇ ଆମର ଦେଖ ବସି ଅଛନ୍ତି ରାଗେ ଗର ଗର ଯେ ହଉ ଅଛନ୍ତି ବହୁଦିନ ଗୌଡ଼ ତ ମୂରୁଖ ହେଲା ସେ କଥା ଗୋଟି ଗଜ ପଚରା ହେଲା ବୁଲି ବୁଲି ରାମ ଦେଖ ପଳାଇ ଗଲେ ଅଗମ୍ୟ ମନରେ ତ ପ୍ରବେଶ ହେଲେ ଲକ୍ଷ୍ମଣକୁ ପଦେ ମାତ୍ର ବୁଝାଇ ଦେଲେ ଆଉ ଆରେ ଲକ୍ଷ୍ମଣ ଶୁଣ ମୋ ବଚନ ଖଣ୍ଡେ ଦୂରେ ଅଛି ଦେଖ ଗୋପାଳ ଧନ କ୍ଷୀର ମନ୍ଦେ ଯାଇରେ ଆଣ ବହନ ଏତେ ବୋଲି ପୁଣି ଦେଖ ଲକ୍ଷ୍ମଣ ଗଲେ ପରରେ ମୁଦ୍ରିକା ଖଣ୍ଡେ ଧରି ନଥିଲେ ଗୋପାଳ ଭାଇକୁ ବିନୟ ହୋଇଲେ କ୍ଷୀର ମନ୍ଦେ ଦିଅ ବୋଲି ଯେ ମାଗି ନ ଦେଲେ ଧନ ଦେଲେ ଏକା କ୍ଷୀର ଦେବୁ ହେ ଭାଇ ସେଦିନ ଲକ୍ଷ୍ମଣ ମୁଦ୍ରିକା ଦେଲେ ବଢାଇ ଆଜ୍ଞା ମୂରୁଖ ଗୋପାଳ ସେ ତ ଜାଣିବ କାହିଁ ସୁନା ବୋଲିଣ ବାବୁ ଚିହ୍ନିଲା ନାହିଁ କାନରେ ସେ ନାକରେ ଶୁଙ୍ଘିଲା କାନରେ ଝାଙ୍କିଲା ଇଟା ପଥର ବୋଲି ସେ ଫିଙ୍ଗି ନ ଦେଲା ରାଗେ ଗର ଗର ହେ ଲକ୍ଷ୍ମଣ ହେଲେ ମୂରୁଖ ଗୋପାଳକୁ ଅଭିଶାପ ଦେଲେ ଆରେ ଚଣ୍ଡାଳ ଶୁଣନ୍ତୁ ମନ ଦେଇ କ୍ଷୀର ଦୁହିଲେ ରକ୍ତ ଜୀବରେ ହୋଇ ସର୍ବଗୋପାଳ ବାବୁ ମେଳ ହୋଇଲେ ରାମଙ୍କ ପାଦ ତଳେ ଶରଣ ପଶିଲେ ଗୋପାଳ କୂଳ ଆମ୍ଭ ଶରୀଣ ଜୀବ ବୁଝାଇ କହିଲେ ପୁଣି ଯେ ରାଘବ ଲକ୍ଷ୍ମଣ କଥା ବାପ ଅନ୍ୟଥା ନାହିଁ ପ୍ରଥମ ଦିନ ରଙ୍ଗ ବର୍ଣ୍ଣ ହୁଅଇ ଯଦିନ ସେଇଟା ଦେଖ ପଚିତ କ୍ଷୀର ଲେଖା ଅଛି ବାବୁ ଶାସ୍ତ୍ର ମଧ୍ୟର ମୂର୍ଖ ଗୋପାଳ